ଆପଣଙ୍କର ଯଦି ଶୁଣିବାର ଅଛି ସେଇଟା ବି ଆସୁଛି ଭଲ ନା, ଆଉ କ୍ଷୟ ହେଇଗଲା। ଧରନ୍ତୁ ମୁଁ ଭଲ ସାଧୁ ଜଣେ, ମୁଁ ଜାଣିଛି ମୁଁ ଚୋରି କରେନି, ମୁଁ କାମିନୀ କାଞ୍ଚନରେ ନାହିଁ, ମୁଁ କାହା ବିରୁଦ୍ଧରେ ନାହିଁ, ମୁଁ କାହାର ଅମଙ୍ଗଳରେ ନାହିଁ, ମୁଁ ଜାଣିଛି। ମୋଠୁ ଅଧିକ ମତେ ଆଉ କିଏ ଜାଣିବେ କି? ତେଣୁ ଯିଏ ମତେ ଜାଣିପାରିଲାନି ତାର ଦୋଷ କଣ? ମୁଁ କଣ ସମସ୍ତଙ୍କୁ ଜାଣିଛି କି? ମୁଁ କଣ ବ୍ରଜ ବାବା କଣ ମୁଁ ବି ଜାଣିଛି କି? ତେଣୁ ମୁଁ ବ୍ରଜ ବାବାଙ୍କୁ କଣ ଗୋଟେ କହିଦେବି, କହିଦେଲେ ବି କହିଦେବି ସ୍ୱୟଂ ପରବ୍ରହ୍ମ ଏକଥା ବି କହିଦେଇପାରେ, କହିଦେଇପାରେ ରାବଣ ଟା। ତେଣୁ ମୁଁ ଆପଣଙ୍କ ପାଇଁ ପାଗଳ ନା ଆଉ। ମୁଁ ଆପଣ ନିଜକୁ ନିଜେ ଯେତେ ଜାଣନ୍ତି, ମୁଁ ମତେ ଯେତେ ଜାଣିଛି ଆପଣଙ୍କୁ ଜାଣିଛି ନା ଆଉ କାହାକୁ ଜାଣିଛି? ମୁଁ କେତେ ଜ୍ଞାନୀ ମୁଁ ଜାଣିଛି, ମୁଁ ଧ୍ୟାନ କରୁଛି କି ନାହିଁ ମୁଁ ଜାଣିଛି, ମୁଁ ଈଶ୍ୱରଙ୍କୁ ଭେଟିଛି କି ନାହିଁ ମୁଁ ଜାଣିଛି। ଆଉ କିଏ ଜାଣିବେ କି? ନାଇଁ ନାଇଁ, ଆଉ କିଏ ଜାଣିପାରିବେ କି? ଯଦି ମତେ କିଏ ଚୋର କହିଲା, ମୁଁ କାହିଁକି ଭାବିବିନି ଯେ ଇଏ ପଦକ ମୋର ବାକି ଥିଲା? ବିଲକୁଲ ସତ୍ୟ। ପ୍ରାରବ୍ଧ ଅଛି, ଖଣ୍ଡନ ହେଇଗଲା। ଯିଏ କହିଲା ସିଏ ମୋର ଉପକାର କଲା ନା ଆଉ। ଯିଏ କହିଲା ସିଏ ମୋର ଉପକାରୀ କଲାନି? ୟାକୁ ଗ୍ରହଣ ନ କରି ତମେ ଯଦି ସାଧୁ ହେଇଥାନ୍ତ ଏକଥା ଭାବିଥାନ୍ତ, ତମେ କହୁଛ ଯେ କାହିଁ କହିବ ନା, ଯାଉନ ହାଇକୋର୍ଟରେ କେସ୍ କରିବା, ଯାଉନ। କାହିଁ କହିବ? ଯୁଗେ ଯୁଗେ କହି ଆସୁଛନ୍ତି, କଣ ନୂଆ କହିଲା? ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଲେ, କଂସ ତା ଭଉଣୀ କି କହିଲା ତୋ ସ୍ତନରେ ବିଷ ପୁରେଇକି ଯା ତାକୁ ମାରିଦବୁ। ତମେ କିଏ? ତମକୁ ତ ଅରୁଆ ଡାଲମା ଦିଆ ହଉଛି, ବିଷ ଏଯାଏ ମୀରାକୁ ବିଷ ଦେଇ ଦିଆଗଲା, ବୁଦ୍ଧଙ୍କୁ ବିଷ ଦେଇକି ମାରି ଦିଆଗଲା, ଶଙ୍କରାଚାର୍ଯ୍ୟଙ୍କୁ ବିଷ ଦେଇକି ମାରି ଦିଆଗଲା, ଓଷଙ୍କୁ ବିଷ ଦେଇକି ମାରି ଦିଆଗଲା। ଆପଣଙ୍କର ଏକଲବ୍ୟର ବୁଢା ଆଙ୍ଗୁଠି କାଟି ନିଆଗଲା। ଗୁରୁ ତୁମେ ତାର ଗୁରୁ ଥିଲ? ତୁମେ ତାକୁ ଶିକ୍ଷା ଦେଇଥିଲ? ତମେ ପରା ତାକୁ ଅସ୍ପୃଶ୍ୟ କହି ତଡ଼ି ଦେଇଥିଲ। ବୁଢା ଆଙ୍ଗୁଠି ଟା ମାଗି ନେଲା ବେଳେ ଅସ୍ପୃଶ୍ୟ ସିଏ ହେଲାନି? ତମେ ତାର ଗୁରୁ ନ ହେଇ ତାର ବୃଦ୍ଧା ଆଙ୍ଗୁଳି କାଟି ନେଲ। ସାବଧାନ ରହିବାକୁ ହବ। ସବୁଠୁ ବଡ ଚଡକ ପଡେ ସାଧୁଙ୍କୁ। ସାଧୁ ଚିତ୍କାର କାହିଁକି କରେନି ଜାଣିଛନ୍ତି? ଆକୁ ଯନ୍ତ୍ରଣା ହୁଏନି, ଘଟଣା ଘଟେ, ଯନ୍ତ୍ରଣା ହୁଏନି। ତାର ଆକ୍ସିଡେଣ୍ଟ ହୁଏ, ସାଧୁର ଗୋଡ ଭାଙ୍ଗେ, ସାଧୁକୁ ଜର ହୁଏ, ସାଧୁର ଟଙ୍କା ହଜିଯାଏ, ସାଧୁର ଚୋରି ହେଇଯାଏ, କିନ୍ତୁ ତାକୁ କୌଣସି ବାଧେ ନାହିଁ, କାରଣ ସେ ସବୁ ଗୁଡାକ ଛାଡି ଦେଇଛି। ପରା ଚୋରି କଣ ହେଇଗଲା? ମୋର 1000 ଟଙ୍କା ଚୋରି ହେଇଯିବ, ମୁଁ କାନ୍ଦିବି ବସିକି? ମୁଁ ବା ଛାଡି ଦେଇଛି। କଥାଟା ବୁଝନ୍ତୁ। ମୋ ଚପଲ କିଏ ନେଇଯିବ, ମୋ ପାଦ ତ ନେଇଯିବନି। ପାଦ ଥିଲେ ତ ଜୋତା ମିଳିବ, ଏବଂ ମୁଁ ତ ଛାଡି ଦେଇଛି ଜୋତା, ନଉ ସିଏ, ଅସୁବିଧା କଣ ହେଲା? ମୁଁ ଜଗତ ଛାଡିଲି ପରା। ତାହେଲେ ସାଧୁକୁ କେମିତି ଚିହ୍ନା ଯାଏ? ମୁଁ ବୈରାଗ୍ୟ ଆସିବାରୁ ବାବାଜୀ ହେଇଛି ନା ମୋ ସ୍ତ୍ରୀ କି ଭୟ କରିକି, ନା ଋଣ କରିଛି ବୋଲି, ନା କିଛି ଅପକର୍ମ କରିଛି ମତେ ଲୁଚିବାକୁ ପଡୁଛି ବୋଲି, ତା ତ ନୁହେଁ। ବୈରାଗ୍ୟ ବିରାଗ ଆସିଲା। ଦୁଃଖେଶୁ ଅନୁଦ୍ବିଗ୍ନ ମନଃ ସୁଖେଶୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ ଧୀମନି ରୁଚ୍ୟତେ। ବୈରାଗ୍ୟ ଆସିଲା। ବୈରାଗ୍ୟ ଆସିବାରୁ ଯିଏ ସାଧୁ ହବ, ତାର ସମସ୍ତ ଚାଲିଗଲା ପରେ ବି ସିଏ ହସିବ, କାରଣ ମୁଁ ତ ଫୋପାଡ଼ି ଦେଇଥିଲି ଅଳିଆ, ତୁ ଗୋଟେ ନଉଛୁ, ମତେ ଭଲ ହେଲା, ମ୍ୟୁନିସିପାଲିଟି ଭଳି କାମ କଲୁ, ସଫା କଲୁ। ଏଇ ଭାବନାଟା ସାଧୁ ମନରେ ନ ଆସି ଯଦି ତା ଭିତରେ ବିରକ୍ତି ଭାବନା ଆସିଲା, ଯଦି ସେ ପ୍ରତିକ୍ରିୟାଶୀଳ ହେଲା, ତୁ ତ ସଂସାରରେ ଏପର୍ଯ୍ୟନ୍ତ ତୁ ସାଧୁ କହୁଛୁ ମାନେ ସାଂସାରିକ ଲୋକମାନଙ୍କର ପ୍ରତିକ୍ରିୟା ହବ, ସାଧୁର କାହିଁ ହବ? ସାଧୁର କାହିଁ ହବ? ଆପଣ ପରା ପ୍ରତିକ୍ରିୟା ଟିକେ ହେଲେ ମୁଁ ମନା କରିଦେଲି, ନାଇଁ 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 ସେ ଥାଉ, ଦଶରଥୀ ଥାଉ, କେସ କଣ, ମାନହାନି କଣ, ସେ ନିଜେ ମରିଗଲା। ଆଉ କୁଆଡେ ଆସୁଛି ବନ୍ଦ, ଆଜି ଆସିନି, ସରିଲା। ଧୀରେ 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 ସେ ଲୋକଟି
ନିଜେ ଅପମାନିତ ହବ ଯେ ମୁଁ ଜଣକୁ ଏମିତି ଗୋଟେ ଖାଲରେ ପକେଇବାକୁ ଚେଷ୍ଟା କରି ନିଜେ ଖାଲରେ ପଡିଗଲି। ସାଧୁ ସିଏ ଯିଏ ଖାଲରେ ପଡିକି ବି କହିବ ଏଇଟା ମୋର କର୍ମର ଫଳ, ମୁଁ ଏଇଟା କରିଥିଲି ତେଣୁ ଆଜି ମୁଁ ପଢିଲି, ତାକୁ ସାଧୁ କହନ୍ତି। କଥାଟା ଏତିକି। ଆମେ ଚିତ୍କାର, ଆମ ସମୟଟା ଆଜି କଣ କୁହାହେଲା? ମାଇ ଟାଇମ୍ ଇଜ ମାଇ ଲାଇଫ, ମାଇ ଟାଇମ୍ ଇଜ ମାଇ ମନି। ମୋ ସମୟ ମୋ ଅର୍ଥ, ମୋ ସମୟ ମୋ ଜୀବନ, ମୋ ଆୟୁଷ। ମୋ ସମୟଟାକୁ ଗୋଟେ ପରର ନିନ୍ଦା ପାଇଁ ଲଗେଇବି, ଆୟୁଷ ମିଳିବ ଗୋଟିଏ ମିନିଟ, ମୁଁ ଦେବି କୋଟିଏ ଟଙ୍କା, ମୋର ଗୋଟିଏ ମିନିଟ ଏବେ ଆପଣଙ୍କ ସହିତ କଥା ହେଲା ଭିତରେ 5 ମିନିଟ ଗଲା କିଏ ଫେରଉ ଗୋଟିଏ ଟଙ୍କା ନେଇକି ବି। ତାହେଲେ ସବୁଠାରୁ ମୂର୍ଖ ଆମେ ଯେ ଆମର ମହତ ସମୟ ଏବଂ ଆମର ଆୟୁଷକୁ ଆମେ ଅନ୍ୟର ନିନ୍ଦାରେ, ଅନ୍ୟର ଅପକାର କାର୍ଯ୍ୟରେ ଲଗେଇ ନିଜେ ଦୁଃଖ ଭୋଗୁଛୁ। ମୁଁ ଗ୍ୟାରେଣ୍ଟି ଦେବି କୌଣସି ବ୍ୟାଧି, ଦାରିଦ୍ରତା, ରୋଗ କିଛି ରହିବ ନାହିଁ କାହାର। ଆମେ 3ଟି କଥା କହିବୁ ଯଦି ସେ ମାନିବେ। ଆଜି ଆପଣ ଏତିକି ବି ଶୁଣିଛନ୍ତି ଯେ ଚିତା ଅର୍ଥ ଅଗ୍ନି ଗୋଟେ ମୁର୍ଦାରକୁ ପାଉଁଶ କରେ, ଚିନ୍ତା ଗୋଟେ ଜୀବନ ଜୀବିତ ବ୍ୟକ୍ତିକୁ ଧ୍ୱଂସ କରିଦିଏ, ଧ୍ୱଂସ କରିଦିଏ, ବିଭୂତି କରିଦିଏ। ତାହେଲେ ଭାବିଲେ ଦେଖିବା, ଆମେ ଚିନ୍ତାକୁ ମୁଣ୍ଡେଇକି ବଇଛୁ। ଆରେ ତମେ ଚିନ୍ତା କାହିଁ କରୁଛ? ତମେ କାହିଁ ଚିନ୍ତା ଦିଅ ଚିନ୍ତାମଣିକୁ। ତମେ ବୋଲକର ହେଇକି ଆଇଛ ଏଠିକି, ତମେ ମାଲିକ ହେଇଯିବାରୁ ଚିନ୍ତା କରୁଛ ନା ଆଉ। କର୍ମର କର୍ତ୍ତୃତ୍ୱ ଏବଂ ଭୋକ୍ତୃତ୍ୱରୁ ଯଦି ଆପଣ ମୁକ୍ତ ନ ହେବେ, ଆପଣଙ୍କୁ କର୍ମ ବନ୍ଧନ ଦୋଷ ଲାଗିବ। ଆପଣ କର୍ମର ବନ୍ଧନରେ ପଡିଥିବାରୁ ଆପଣ ମୁକ୍ତି 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 ଚିତ୍କାର କରୁଛନ୍ତି, କିନ୍ତୁ ବନ୍ଦୀ କୋଉଥିରେ ଜାଣିନଥିବାରୁ ଆପଣ ମୁକ୍ତ ହେଇପାରୁନାହାନ୍ତି। ଆପଣ ବନ୍ଦୀ କୋଉଥିରେ ଫାଷ୍ଟ ଜାଣନ୍ତୁ। ଆଜିର ପ୍ରଶ୍ନ ଏଇଆ କୁହାଯାଇଛି, ଆପଣ ବନ୍ଦୀ କୋଉଥିରେ ଯେ ମୁକ୍ତି ଚିତ୍କାର କରୁଛନ୍ତି କୁହନ୍ତୁ। ଆପଣ ପ୍ରଥମେ ନିଜକୁ ବୁଝନ୍ତୁ, ନିଜକୁ ଭେଟନ୍ତୁ। ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁନି, ଆପଣ ମତେ ଭେଟିବାକୁ ବି ଚାହାନ୍ତୁନି। ଆପଣ ଭେଟନ୍ତୁ ନିଜକୁ, ମୁଁ ଭେଟେ ମୋ ନିଜକୁ, ଏବଂ ଇଏ ନିଜକୁ ନିଜେ ଭେଟିଲା ବେଳେ ତା ଭିତରେ ଇଏ ଜଗତ ଥିବ, ତା ଭିତରେ ବ୍ରଜଭାବ ବି ଥିବ। ଆଉ ଦିନେ ଯୁଗଳ ନିଦ୍ରା ଭାଙ୍ଗିବରେ ମିତଣୀ। କେତେ ଚମତ୍କାର ଲେଖା। ମୋ ସଙ୍ଗେ ଯଦି ତୁ ଥିବୁ, ତୋ ସାଙ୍ଗେ ମୁହିଁ ଥିବି, ଦିନେ ଯୁଗଳ ନିଦ୍ରା ଭାଙ୍ଗିବରେ ମିତଣୀ। ଆଉ ଗୋଟେ ପଦ କଣ ରହୁଛି, ଭଲ ସୁନ୍ଦର ଲେଖାଟିଏ। ତେଣୁ ଦିନେ ତ ଆପଣଙ୍କର ମୋହମାୟା ମିଥ୍ୟା ଇଏ ସଂସାର ବୋଲି ହେତୁ ହବ। ହେତୁ ନଥାଇ ବାଦି କଣ ତୁମେ? ଅକ୍ସିଜେନ ଇଜ ମାଇ ମଦର ଆଣ୍ଡ ଏ ଫାଦର। Oxygen is the God. Oxygen is the God. Duty is not God. ଯୋଉମାନେ ଡ୍ୟୁଟି ଇଜ ଗଡ୍ କହିଛନ୍ତି ସେମାନେ ସ୍ଥୂଳ ଶରୀରର କଥା କହୁଛନ୍ତି, ସୂକ୍ଷ୍ମ ଶରୀରର କଥା ନୁହଁ। ଆପଣ ଡ୍ୟୁଟି ଇଜ ଗଡ୍, ୱିଦାଉଟ୍ ଅକ୍ସିଜେନ ଆପଣ ଡ୍ୟୁଟି କରିପାରିବେ କି? ନାକରେ ଆପଣ ପ୍ରାଣ ଚାଲିବନି ମାନେ ଆପଣ ଡ୍ୟୁଟି କରିପାରିବେ କି? ତାହେଲେ ଡ୍ୟୁଟି କିଏ କରୁଛି? ନା ପ୍ରାଣ କରୁଛି, ଆପଣ କରୁନାହାନ୍ତି। ଡ୍ୟୁଟି ଆପଣଙ୍କ ହାତରେ ଗୋଟିଏ କର୍ମ କରେଇଛି। ଅକ୍ସିଜେନ ତା ହାତ, ଆପଣଙ୍କ ହାତରେ ଗୋଟିଏ ଡ୍ୟୁଟି କରେଇଛି ବା କର୍ମଟିଏ କରେଇଛି। ତାହେଲେ ଅକ୍ସିଜେନ କରେଇଛି। ଅକ୍ସିଜେନ ବିନା କିଛି ନାହିଁ ସୋସାଇଟିରେ। ଅକ୍ସିଜେନ ହଉଛି ଆମର ପ୍ରାଣ ସତ୍ତା, ଏବଂ ଗୋଟିଏ ପ୍ରାଣ ଆମେ ଯଦି ଅଜାଣନ୍ତରେ ନେଲୁ ଏବଂ ଛାଡ଼ିଲୁ, ମହାପାପ ହେଲା, ଖାଲି ପାପ ନୁହେଁ। ଗୋଟିଏ ପ୍ରାଣ ଯଦି ଆମେ ଜାଣନ୍ତରେ ନେଲୁ ଏବଂ ଛାଡ଼ିଲୁ, ତାହେଲେ ତାହା ହେଲା ମହାପୁଣ୍ୟ। ସେଥିପାଇଁ କୁହାଯାଇଛି ୟୋର ବ୍ରେଥ ଇଜ ମାଇ ପ୍ରେଜେନ୍ସ। ତୁମର ଶ୍ୱାସରେ ମୋର ଉପସ୍ଥିତି।
କାହିଁକି ନା ସେ ଶ୍ୱାସ ଟିକାକ ବନ୍ଦ ହେଇଗଲା ପରେ ଆମେ ଚିତ୍କାର କରି କହୁ ବାପାଙ୍କଠୁ ନାରାୟଣ ଛାଡିଗଲେ। ତାହେଲେ ସେ ଶ୍ୱାସ ଟିକାକ ନାରାୟଣ। ଯେ ନାରାୟଣକୁ ଜାଣୁନି ସେ ଜଗତରେ କଣ ଜାଣୁଛି? ଆଉ ସବୁ ଜାଣିବାଟା ବୃଥା। ପୁଅକୁ ଜାଣିଲା ବୃଥା, ପୁଅ ମାୟା। ବାପାକୁ ଜାଣିଲା ବୃଥା, ଦ୍ରବ୍ୟକୁ ଜାଣିଲା ବୃଥା, ଦେବତାକୁ ଜାଣିଲା ବୃଥା, ମନ୍ଦିର ଜାଣିଲେ ବୃଥା, ଯଜ୍ଞ ଜାଣିଲେ ବୃଥା, ସବୁ ତ ବୃଥା। ଏବଂ ଯାହା ଯଥା ତାକୁ କାହିଁ ଧରି ନଥିଲୁ ଏଯାଏଁ? ଯାହା ଯୋଗୁ ତୁ ଅଛୁ, ଯାହା ଯୋଗୁ ଶୁଣୁଛୁ, ଯାହା ଯୋଗୁ କହୁଛୁ, ଯାହା ଯୋଗୁ ଖାଉଛୁ, ଯାହା ଯୋଗୁ ପଢିଛୁ, ଯାହା ଯୋଗୁ ଗୁରୁ, ଯାହା ଯୋଗୁ ଶିଷ୍ୟ। ଆମର କିଏ କଣ କରୁଛି? ଆମ ମୁଣ୍ଡ କାହିଁ ଏତେ ବିନ୍ଧୁଛି? କୁକୁର ତ ହଗିଛି, ଆମେ କାହିଁ ଟେକା ମାରିକି ଦେହକୁ ଚିଟକଉଛେ? ନୀରବରେ ବସି ଈଶ୍ୱରଙ୍କ ସହିତ ଆଳାପ କରିବା ହଉଛି ବୁଦ୍ଧିମାନର କାମ। ଏ ଯୋଉ କିଛି ପାଖଣ୍ଡ ମାନଙ୍କର ଚଟି ବହି ଘୋଷା ଗୀତ ଶୁଣି ଇମୋସନାଲ ହବାର ଆବଶ୍ୟକ ନାହିଁ। ସତ୍ୟ ଯୁଗେ ଯୁଗେ ସତ୍ୟ। ତୁମେ ସତ୍ୟକୁ ସତ୍ୟ ନ କହିଲେ ବି ସେ ସତ୍ୟ ନା ନାହିଁ? ତମେ କଣ କହୁଛ? ମୁଁ ସତ୍ୟକୁ ସତ୍ୟ କହିକିରି ତାଳି ମାରୁଛ ଯେ ମୁଁ କହିବାରୁ ହେଲା। ତୁ କିଏ? ଅଚ୍ୟୁତ ତା ଲୀଳା ସିଏ କରିବ, ତା ସେ ଯାହା କହିଥିଲା ଏବେ ବଦଳାଇବ। ଆରେ ସିଂହୀ ଜଙ୍ଗଲ ରେ ତାକୁ ପଚରା ହେଲା ଯେ କଣ ତୁ ଯାହା ଚାହିଁଲେ ହେବ ନା? ହଁ ନା ତୁ କଣ ଛୁଆ ଜନ୍ମ କରୁଛୁ ନା ଅଣ୍ଡା? ନା ମୁଁ ଛୁଆ ଆଜି ଛୁଆ ଦେଇଛି, ଦରକାର ପଡ଼ିଲେ କାଲି ଅଣ୍ଡା ବି ଦେବି। ମୋ ଇଚ୍ଛା, ମୁଁ ଜଙ୍ଗଲର ରାଜା, ତେଣୁ ବ୍ରହ୍ମ ସେ ତା ଇଚ୍ଛା, ସିଏ ବ୍ରହ୍ମାଣ୍ଡର ନାୟକ। ସିଏ ଚାହିଁଲେ ଅଣ୍ଡାକୁ ଛୁଆ, ଛୁଆକୁ ଅଣ୍ଡା କରିଦବ, ସିଏ ଚାହିଁଲେ କରିଦବ। ତେଣୁ ଆମେ ତା ବିଷୟ ନେଇକରି କେତେ ମୁଣ୍ଡ, ରାମଙ୍କ ବିଷୟରେ କମେଣ୍ଟ, କୃଷ୍ଣଙ୍କ ବିଷୟରେ କମେଣ୍ଟ, ଯୀଶୁଙ୍କ ବିଷୟରେ କମେଣ୍ଟ, ଆମେ ମୁସଲିମ ସମ୍ପ୍ରଦାୟ ଉପରେ କମେଣ୍ଟ। ହ୍ୱାଟ ଦ୍ୟାଟ ନନସେନ୍ସ? ନିଜ ଜାଗାରେ ରୁହ। ତ ନିଜ ଚକ୍ର ମାନଙ୍କର ଭାଇବ୍ରେସନ କୁ ଅନୁଭବ କର। ବସ୍ ମୂଳାଧାର ଚକ୍ରର କମ୍ପନ, କାମ୍ପିଲ୍ୟ ବାସିନୀ ମା ସୁଭଦ୍ରା ବସିଛି ସେଠି ଡାକିନୀ ରୂପରେ, ତାକୁ ଅନୁଭବ କର। ସତରଜତମର ଯୋଉ ଧାର କଳ 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 ଶବ୍ଦ ହେଇକିରି ପ୍ରବାହିତ ହଉଛି ଦିବ୍ୟ ଧ୍ୱନି, ତାକୁ ଶ୍ରବଣ କର। ମହାଜ୍ୟୋତି ମହାକାଳଙ୍କର ଏକ ରୂପ, ତାହା ହଉଛି ମହାଜ୍ୟୋତି, ଦିବ୍ୟ ଜ୍ୟୋତି, ତାକୁ ଦର୍ଶନ କର ଆଜ୍ଞାରେ। ତୁ ତ ୟା ବିରୁଦ୍ଧରେ ତା ବିରୁଦ୍ଧରେ, ସିଏ କହିଲା ଇଏ କହିଲା, ଏଠିକି ଯା ସେଠିକି ଯା, ଆଉ ତୋର ହବ କେତେବେଳେ? ଆଉ ମିଛ କଥା କାହିଁକି ଏତେ କହୁଛୁ? ଡ୍ରାମା କାହିଁକି ଏତେ ଘୋଷିକିରି ରୋଲ କାହିଁ କରୁଛୁ? ତୁ ଜାଣିନୁ ତୁ କିଛି ନୁହଁ ବୋଲି? ତୁ ଜାଣିନୁ ତୁ କିଛି ନୁହଁ ବୋଲି? ସେଇଥିପାଇଁ ଆପଣ ଖରାପ ଭାବିବେନି। ସେ ଯେତେବେଳେ ମତେ ଗୋଟିଏ ପ୍ରଶ୍ନ କଲା, ମୁଁ ଜାଣିଦେଲି ଯେ ଲୋକଟି ଉପରେ ଉପରେ ଅଛି, ୟାର ପ୍ରବେଶ ନାହିଁ, ଶାସ୍ତ୍ର ପ୍ରବେଶ ନାହିଁ। ଆମେ ତ ଗୀତା ଭାଗବତ ବେଦ ବେଦାନ୍ତ କହୁଛୁ, ଆମେ ତ କୋରାନ ବି କହିବୁ। କୋଉ ପୃଷ୍ଠରେ କଣ ଲେଖା ହେଇଛି ଆମେ ତ ଶେଷକୁ ବାଇବଲ ବି କହିବୁ। ଚ୍ୟାଲେଞ୍ଜ ତ କରାଗଲା, କୋରାନ କହିବା ଆସ, ବାଇବଲ କଥା ହବା ଆସ। ଖାଲି ଆମରି ଶାସ୍ତ୍ର ନାହିଁ, ସମସ୍ତ ଶାସ୍ତ୍ର ନ ପଢିଲା ପର୍ଯ୍ୟନ୍ତ କଲ୍ୟାଣ, ତ୍ରିପିଟକ, କୋରାନ, ବାଇବଲ ଏଗୁଡାକ ଯଦି ଆପଣ, ଗୁରୁ ଗ୍ରନ୍ଥ ଏଗୁଡାକ ଯଦି ନ ପଢିବେ, ଆପଣ ଧର୍ମ ବିଷୟରେ କଣ ବୁଝିଛନ୍ତି ଯେ ଆପଣ ଗୋଟେ ଧାର୍ମିକ ଦେଖ ହଉଛନ୍ତି? ଲୋକ ଦେଖାଣିଆ ବନ୍ଦ କରି ନିଜ ଭିତରକୁ କଇଁଚ ପରି ଜାକି ହେଇ ପଶି ଈଶ୍ୱରଙ୍କ ସହିତ ସଂଯୁକ୍ତ ହବା କାର୍ଯ୍ୟଟି ହଉଛି ସାଧକର। ସେ ତାର ଦୁଃଖରେ ନାହିଁ କି ସୁଖରେ ନାହିଁ, ସେ ପ୍ରଭୁଙ୍କ ସାଙ୍ଗରେ ଅଛି। ବହୁତ କଥା ଆମେ ହେଲେ, ସତ୍ସଙ୍ଗତି ହେଲା, ଭଲ ଲାଗିଲା। ହଉ, ଯାହା ହଉ ବ୍ରଜ ବାବା ଥିବାରୁ ଏତିକି କଥା ହେଲା। ଗୌରଙ୍ଗ ବାବା ବ୍ୟସ୍ତ। ସମସ୍ତେ ଗୋଟିଏ କଥା ଆଜି ଆମେ ବୁଝିଯିବା, ଯାହା ହଉଛି ସବୁ ପ୍ରଭୁ କରୁଛନ୍ତି, ଆମକୁ କେବଳ ଅସ୍ତ୍ର କରିଛନ୍ତି। ଜୀବ ହୋଇଅଛି ଯନ୍ତ୍ର, ତୁମ୍ଭେ ସିନା ଯନ୍ତ୍ରୀ, ଅଭିରାମ ଯନ୍ତ୍ର ଯନ୍ତ୍ରୀ, କମଳାଙ୍କ ପତି। ଏହି ଭିକ୍ଷା ପଦ୍ମ ପାଦେ, ହେ କଞ୍ଜ ନୟନ, ମୋର ରାଧକ୍ଷମ ଆହେ ନାରାୟଣ। ପ୍ରଭୁଙ୍କ ଇଚ୍ଛା ସବୁ,
ତେଣୁ ଆମେ ନିମିତ୍ତ ମାତ୍ର, ଆମେ କେବଳ ନିଜକୁ ଯନ୍ତ୍ରବତ୍ ଅନୁଭବ କରିବା। ଆମେ ହାତୁଡି, ଆମେ ପଥର ଭାଙ୍ଗିନୁ, ଆମେ ହାତୁଡି। ଯୋଉ ହାତୁଡିକି ଧରି ଭାଙ୍ଗିଛି ସିଏ ତାକୁ ପଚାର କିଏ କରିଛି ଏ କର୍ମ। ତେଣୁ କର୍ମରୁ କର୍ତ୍ତାପଣ, ଭୋଗିବାପଣ, ଭୋକ୍ତା ଏବଂ କର୍ତ୍ତା ଏବଂ ଭୋକ୍ତା ପଣ, କର୍ତ୍ତୃତ୍ୱ ଏବଂ ଭୋକ୍ତୃତ୍ୱ ରୁ ଯଦି ମୁକ୍ତ ନ ହେବେ ଆପଣଙ୍କର ପ୍ରତ୍ୟେକ କର୍ମଟି ଆପଣଙ୍କର କର୍ମ ବନ୍ଧନ ହବ ଏବଂ ସେଇ କର୍ମ ବନ୍ଧନ କର୍ମଟି ଆପଣଙ୍କୁ ପ୍ରାରବ୍ଧ ସଞ୍ଚିତ ଏବଂ କ୍ରିୟମାଣରେ ମିଶିକିରି ଆପଣଙ୍କୁ କେବେ କେବେ ଅମାବାସ୍ୟାର ଚନ୍ଦ୍ର ଦେଖେଇବ। ତେଣୁ ସାବଧାନ ରହିବାକୁ ହବ ସାଧୁକୁ। ସାଧୁର ପ୍ରତି ପାଦରେ ବିପଦ। ତେଣୁ ତାର ଏକମାତ୍ର ସୁରକ୍ଷା କବଚ ସମର୍ପଣ। କାହା ପାଖରେ? ପ୍ରଭୁଙ୍କ ପାଖରେ। ଯେ ହେ ପ୍ରଭୁ, ହେ ଭଗବାନ, ହେ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, କୋଟି କୈବଲ୍ୟ ନାଥ, ପରମେଶ୍ୱର ପରମାତ୍ମା, ହେ ପ୍ରଭୁ ଜଗତଶ୍ରୀ ଜଗନ୍ନାଥ, ଆପଣ ହିଁ ମୋର ପିତା, ଆପଣ ହିଁ ମୋର ମାତା, ଆପଣ ମୋର ସଖା, ଆପଣ ମୋର ଗୁରୁ, ଆପଣ ମୋର ସର୍ବସ୍ୱ। ମୁଁ ଜାଣେ ନାହିଁ କିଛି, ଯାହା ଜାଣିଛନ୍ତି ଆପଣ। ଭଲ ଦେଲେ ତୁ, ମନ୍ଦ ଦେଲେ ତୁ, ମୋର କିଛି ସମ୍ପର୍କ ନାହିଁ। ମତେ ଦାୟିତ୍ୱ ଯୋଉ ଦେଇଛୁ ସମ୍ପନ୍ନ ପାଇଁ ମୋ ଜରିଆରେ, ଯାହା ତୋର ନିର୍ଦ୍ଦେଶ ତାକୁ ମୁଁ ଆନନ୍ଦମୟ ଭାବେ ଗ୍ରହଣ କରିବି। ଇଏ ହଉଛି ସାଧକର ସମ୍ପତ୍ତି। ସମର୍ପଣ ହଉଛି ସାଧକର ସମ୍ପତ୍ତି। ଗୁରୁ ଜ୍ଞାନ ଦେଇଦେଲା ପରେ ଯେ ଜ୍ଞାନ ହୁଏ ତା ନୁହଁ। ଗୁରୁ ଜ୍ଞାନ ଦେଇଦେଲା ପରେ ସେ ଜ୍ଞାନକୁ ପାକଳ କରିବା ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପଣ ହବାକୁ ପଡିବ। ଗୁରୁଙ୍କ ପଦାରବିନ୍ଦରେ, ଗୁରୁଙ୍କୁ ପରମ ବ୍ରହ୍ମ ପରମ ପିତା ଭାବରେ ଧାରଣ କଲେ ଯାଇକି ଆପଣ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ଆପଣ ଗୁରୁ କରିପାରିଲେ ଯାଇକି ଆପଣଙ୍କର ମୁକ୍ତି ହବ। ଏବଂ ସେ ମୁକ୍ତିଟା କେମିତି ହବ, ଜ୍ଞାନଟା କେମିତି ପ୍ରାପ୍ତ ହବ ନା ଶୂନ୍ୟରୁ ଆପଣଙ୍କୁ ପ୍ରାପ୍ତ ହବ। ଏଇ ଯେମିତି ଆପଣ ପଚାରି ନାହାନ୍ତି, ଏଇ ଯେମିତି କୌଣସି ଯୋଜନା ନଥାଇ ଇଏ ଜ୍ଞାନ ଆଲୋଚନା ହେଉଛି। ଯେଉଁମାନେ ଶୁଣୁଛନ୍ତି ଏବଂ ଯେଉଁମାନେ ଶୁଣି ପାରୁନାହାନ୍ତି, ଆଗକୁ ଏଇ କଥା ଶୁଣିବା ପାଇଁ ଅଛି। ମୁଁ ନଥିଲେ ମଧ୍ୟ ସେ କଥା କାହାଠୁ ଶୁଣିବେ, ଏତିକି ଭାବିବା ଉଚିତ। କାରଣ ଜ୍ଞାନଟା ମୋର ନୁହଁ, ଜ୍ଞାନଟା ନିଜେ ସ୍ୱୟଂ ଈଶ୍ୱରଙ୍କର ଏବଂ ଈଶ୍ୱର ନିଜେ ହଉଛି ଜ୍ଞାନ। ମୁଁ ରହିବିନି, ସିଏ ଥିବ। ତେଣୁ ମୋ ଜ୍ଞାନ କେମିତି ମୁଁ କହିବି? ୟାଠୁ ବଡ ପାଗଳାମି କାହାର ଅଛି? ଆଉ ଜ୍ଞାନଟା ମୋର କେମିତି ହେଲା? ଯଦି ମୋର ନୁହେଁ ତାହେଲେ ମୁଁ ଯୋଉ ଅହଙ୍କାରୀ ହେଇକିରି ଆକୁ ତାକୁ କହିବାର ଯଥାର୍ଥତା କିଛି ନାହିଁ। ତେଣୁ ସିଏ ମତେ ପ୍ରଶ୍ନ ଟିକେ କଲା ପରେ ମୁଁ ସେଥିପାଇଁ ତାଙ୍କୁ କହିଲି ବିରକ୍ତ ହେଇକିରି ଯେ ଆର ଗଭୀରକୁ ପ୍ରବେଶ ନାହିଁ। ପଞ୍ଚମ ଶ୍ରେଣୀର ପିଲା MA ପାଠ ଉପରେ ଯଦି ସାହସ କରିବ ତା ନିଜର କ୍ଷତି ହବ, ପାଗଳ ହେଇଯିବ। ମୁଁ କହିଲି ତଦ୍ବିଧି ପ୍ରଣିପାତେନ ପରିପ୍ରସନ୍ନ ସେବୟା, ବିଧି ପୂର୍ବକ ପ୍ରଣାମ କର, ପ୍ରଶ୍ନ ପଚାରି ଉତ୍ତର ନିଅ। ପ୍ରଣାମ କରିବା ଶିଖିନ, ପ୍ରଶ୍ନ କଣ କରୁଛ? କାହା ସାଙ୍ଗେ କଥାବାର୍ତ୍ତା କରୁଛ? ତମେ ସବୁଠି ତିଷ୍ଠି ଯିବ, ନିଆଁ ପାଖରେ ନୁହେଁ। ନିଆଁ ହଉଛି ଏକମାତ୍ର ଏ ଜଗତର ସତ୍ୟ, ଅମିଶ୍ରିତ। ପାଣି ପ୍ରଦୂଷିତ ହୁଏ, ବାୟୁ ବି ପ୍ରଦୂଷିତ ହୁଏ, ମାଟି ବି ପ୍ରଦୂଷିତ ହୁଏ, ଆକାଶ ବି ପ୍ରଦୂଷିତ ହୁଏ। କଣଟା ରହିଲା? ଅଗ୍ନି ପ୍ରଦୂଷିତ ହୁଏ ହୁଏ। ତେଣୁ ଜ୍ଞାନାଗ୍ନି ଏ ସମସ୍ତଙ୍କୁ ଭସ୍ମ କରିଦବ। ନିଜକୁ ଯିଏ ଜ୍ଞାନକୁ ଧାରଣ କରିଛି ପ୍ରଥମେ ତାକୁ ଖାଇଦବ ପୋଡିକି, ସିଏ ଅହଙ୍କାରୀ କରିକି। ତେଣୁ ତତ୍ତ୍ୱ ଯୋଉମାନେ ଜାଣନ୍ତି ସେମାନେ ସବୁବେଳେ ନଇକି ରହନ୍ତି। ତେଣୁ ନମନ୍ତି ଫଳେନ ବୃକ୍ଷାଣି ନମନ୍ତି ଜ୍ଞାନୀ ଗୁଣିଜନ, ଏ କଥାଟା କୁହାଯାଇଛି। ତେଣୁ ନଇବାକୁ ହବ ସବୁବେଳେ। ତେଣୁ ଇଏ ହଉଛି କଥା। ଗୁରୁ କିଏ? ଜଗତ ପରା ଗୁରୁମୟ। ପିମ୍ପୁଡି ବି ଗୁରୁ, ଅଜଗର ବି ଗୁରୁ, ଭଁର ବି ଗୁରୁ, ମହୁମାଛି ବି ଗୁରୁ, ଆକାଶ ବି ଗୁରୁ, ନଦୀ ବି ଗୁରୁ। ତେବେ ଆପଣ କିଏ ଗୁରୁ? ତମେ ଗୁରୁ, ତମଠୁ ମାନେ ଆଉ ଚଣ୍ଡାଳ କିଏ ଜଗତରେ ଅଛନ୍ତି? ତମେ ଗୁରୁ କିଏ ଗୁରୁ? ଇଏ ହେଇଗଲେ କଣ କରିଦେଲେ, କିଏ ଶିଷ୍ୟ କରିଦେଲେ, କଣ ତମେ ଜାଣିଛ? କାହିଁକି ଏ ବାବଦରେ ମୁଣ୍ଡ ଖେଳଉଛ? ତମ ମୁଣ୍ଡକୁ ମୁଣ୍ଡ କରିବା ପାଇଁ ଲାଗ, ତାହେଲେ ସମୟ ମିଳିବନି। ମୁଣ୍ଡକୁ ମୁଣ୍ଡ କରିବା ପାଇଁ ଲାଗ, ସମୟ ମିଳିବନି ଅନ୍ୟ ମୁଣ୍ଡ ବିଷୟରେ ଭାବିବାକୁ।
ସାଧନାର ମୂଳ ତତ୍ଵ ହଉଛି ଏଇଟା, ନିଜ ପାଇଁ ଭାବ, ଅନ୍ୟ କିଛି କଥା ନୁହେଁ। କାରଣ ଜଗତ ମିଥ୍ୟା ବ୍ରହ୍ମ ସତ୍ୟ। ଜଗତଟା ଯଦି ମିଥ୍ୟା, ମୁଁ ଯାହା ଉପରେ ଭାବିବି, ଜଗନ୍ନାଥଙ୍କ ଉପରେ ଭାବିଲେ ବି, ପୁରୀ ଉପରେ ଭାବିଲେ, ବଡ ଉପରେ ଭାବିଲେ ବି ମିଥ୍ୟା। କାରଣ ସେ ବି ନଥିଲା, ଅଛି, ଏବେ ରହିବ ନାହିଁ। ଏବଂ ଥିଲା, ଅଛି, ରହିବ ସିଏ ଯିଏ ମୋ ଭିତରେ ଅଛି ବୋଲି ମୁଁ ରହିଛି। ଆଉ କଣ ଖାଲି ଗୁରୁ ଦୀକ୍ଷା ଦେଇଦେବେ, ତାଙ୍କ ବାଟରେ ସିଏ ରହିବେ, ଶିଷ୍ୟ ତା ବାଟରେ ସିଏ ସାଧନା କଲା କି ନାହିଁ, ଆଉ ବୁଝିଲା କି ନାହିଁ, ବା କଣ ଟିକେ ପଚାରିବ କି ତାର ବିକାଶ କଣ ହେଇଛି କି ନାହିଁ, ଏ ବିଷୟରେ ଯଦି ଗୁରୁ ତଦାରଖ କରିବେନି ଏବଂ ଗୁରୁ ଯଦି ପାଖରେ ରହିକି ସମସ୍ତ ତତ୍ଵ ପ୍ରଦାନ କରିବେନି, ଶିଷ୍ୟ ଏ ଜନ୍ମଟାକୁ ବୃଥାରେ ପାଣିରେ ପକେଇବ, ପୁନର୍ବାର ନର୍କ ଯନ୍ତ୍ରଣା ଭୋଗିକି ଆସିବ। ତେଣୁ ଗୁରୁ, ଅଗ୍ନି ଏବଂ ରାଜା ଏମାନଙ୍କର ବେଶୀ ନିକଟତର ହବା ବି ବିପଦ। ଗୁରୁଙ୍କୁ ବେଶୀ ନିକଟତର ହେଲେ ତାଙ୍କର ସାଂସାରିକ ଚଳଣି ନିଜ ଉପରେ ପ୍ରଭାବ ପକେଇବ ଏବଂ ନିଜ ଉପରେ ଯୋଉ ସନ୍ଦେହ ସୃଷ୍ଟି ହବ ସାଂସାରିକ ଚଳଣିରୁ, ସେ ସନ୍ଦେହଟି ଆପଣଙ୍କୁ ଗୁରୁଙ୍କ ଠାରୁ ବିମୁଖ କରେଇ ଗୋଟେ ଅଭିଶପ୍ତ ଜୀବନ ବିତେଇବ। ରାଜା ଅବୁଝା, ଆପଣ ଦୋଷ କରୁଛନ୍ତି କି ନାହିଁ ସେ ବୁଝିବନି, ଆପଣଙ୍କ ନାଁରେ କମ୍ପ୍ଲେନ ଯିବ, ଆପଣଙ୍କ ନାଁ କହିକି ଚାନ୍ଦା ଆଦାୟ କରୁଥିଲେ, ତେଣୁ ସେ ଫାଶୀ ଅର୍ଡର ହବ। ରାଜା ଗଜା। ଅଗ୍ନି ସେ କିଛି ବୁଝେନି, ପର ଆପଣ ତାର ନାହିଁ, ସବୁକୁ ସେ ପାଉଁଶ କରିବା ପାଇଁ ଜଗିକି ବଇଛି, ଜିଭକୁ ଲହ ଲହ କରିକିରି। ତେଣୁ ଗୁରୁ ଯଦି ଭୁଲ କାମ କରୁଥିବା ଆପଣଙ୍କ ଚକ୍ଷୁରେ ପଡିଲା, ତାକୁ ତ ଆପଣ ପ୍ରକାଶ କରିବାର କ୍ଷମତା ନାହିଁ। ଆପଣଙ୍କ ଚକ୍ଷୁ ଗୁରୁଙ୍କ ଉପରେ ବିପ୍ଳବ କରିବା ପାଇଁ ଅଛି। କେତେବେଳେ ନା ଯେତେବେଳେ ଆପଣ ଗୁରୁଙ୍କୁ ବୁଝିଯିବେ। ଗୁରୁଙ୍କୁ କଣ ବୁଝିଯିବେ? ସେ ତତ୍ଵଟି କଣ ନା କେବଳ କଣ ଗୁରୁଙ୍କୁ ବୁଝିଯିବେ। ଆପଣ ଗୁରୁଙ୍କୁ କଣ ବୁଝିଯିବେ? ସେ ପଦୁଟି ହେଲା ଯେ ପୂର୍ଣ୍ଣ ସମର୍ପଣ ଆପଣ ହେଇସାରିଛନ୍ତି ଏବଂ ପୂର୍ଣ୍ଣ ସମର୍ପିତ ହେଇଗଲା ପରେ ଆପଣ ନ୍ୟାୟ ଅନ୍ୟାୟ, ସତ୍ୟ ମିଥ୍ୟା ଏ ସବୁ ବାବଦରେ ଆପଣଙ୍କର ଜ୍ଞାନ ହେଇଥିବାରୁ ଆପଣ ସତ୍ୟର ପୂଜକ ଭାବରେ ଗୁରୁଙ୍କ ଦେହରେ ଯଦି ବଥ ହେଇଛି, ଆପଣ ମାରି ବସି ତାଙ୍କୁ କଷ୍ଟ ହେଲେ ବି ଚିପିବେ, କାରଣ ତା ଦ୍ଵାରା ଗୁରୁଙ୍କର ମଙ୍ଗଳ ହବ। ତେଣୁ ବିଦ୍ରୋହର କୌଣସି ଅସୁବିଧା ନାହିଁ, କାରଣ ତା ଦ୍ଵାରା ଗୁରୁଙ୍କର ମଙ୍ଗଳ ହବ। ଯଦି ଗୁରୁ ଗୋଟେ ତ୍ରୁଟି କରୁଛନ୍ତି, ମୋ ବାପା ଯଦି ଗୋଟେ ଭୁଲ ବାଟରେ ପଳେଇ ଯାଉଛନ୍ତି, ମୁଁ ଜାଣୁଛି ଯେ ବାପା ସେଠି ଖସଡାଟା ପାଦ ପଡିଗଲେ ଖସିଯିବ, ତମେ ଭାସିଯିବ, ତାହେଲେ ମୁଁ ବାପାଙ୍କୁ ଜୋର କରି ଭିଡି ଆଣିବି, ତାଙ୍କୁ ମାଡ ମାରିଲା ପରେ ହଉ ପଛକେ, ଅସୁବିଧା କଣ? ତେଣୁ ଗୁରୁ ଯଦି ବି ଦୋଷ କରୁଛନ୍ତି, ତାଙ୍କର ଦୋଷକୁ ଆପଣ ଦର୍ଶେଇବେ ପ୍ରେମ ସେ। ପ୍ରେମ ସେ ଗୁରୁଦେବ କାହିଁକି ଟିକେ ମତେ ଏଇଟା ଟିକେ କାହିଁକି ଡାଉଟ ଲାଗୁଛି, ସନ୍ଦେହ ଲାଗୁଛି, ଏଇଟା ଏମିତି ହବା କଥା କି, ଆଉ ନଚେତ ଏଇଟା ଟିକେ ଏମିତି କଲେ ଆପଣ ବହୁତ ଭଲ ଲାଗନ୍ତା ଆମକୁ। ମତେ କାହିଁକି ମୁଁ ଏଇଟା ବୁଝିପାରୁନି କି, ଏଇଟା ଠିକ, ମୁଁ ଭୁଲ ବୋଲି ବୁଝୁଛି, ମୁଁ ୟାର ଠିକ କଥାଟା ମୁଁ ଜାଣିନି କି ଗୁରୁଦେବ, ଆପଣ ଟିକେ କହିଦେବେ। କେତେ ଚମତ୍କାର ଭାବରେ ତାଙ୍କ ଭୁଲଟାକୁ ଗୁରୁ ଗଞ୍ଜେଇ ଖାଉଛନ୍ତି, ମଦ ଖାଉଛନ୍ତି। ଆମେ ଗୁରୁଙ୍କୁ ତ ଆପଣ ମଦ ଖାଇପାରିବେନି, ଗୋଟେ ନିଶା ଗୁଡା କଣ ଖାଉଛନ୍ତି ଏମିତି କହିପାରିବାନି। ଆମେ କହିବା ପ୍ରଭୁ, କାଲି ମୁଁ ଗୋଟେ କଥା ଦେଖିଲି ଯେ ସେଟା କଣ ପ୍ରଭୁଙ୍କର ମାୟା ଭ୍ରମ ଆମେ ଜାଣିପାରୁନୁ, ଏବଂ ଗୁରୁ ସୁରାପାନ କରୁଥିଲେ, ଏମିତି ଗୋଟେ ଭ୍ରମ ମୋ ମୁଣ୍ଡରେ ପଶିଛି ପ୍ରଭୁ, ଆପଣ ଟିକେ ସେ ଭ୍ରମଟାକୁ କ୍ଲିୟର କରିଦେଲେ କେତେ ବଢିଆ। ତାହେଲେ ଏଥିରେ ଗୁରୁଙ୍କର କହିବାର କଣ ଅଛି? ଗୁରୁ ଯଦି ଶିଷ୍ୟକୁ ବୁଝିଗଲେ ଏତିକି, ତାକୁ ସେ କ୍ଷମତା ଦେବେ ଯେ ଯିଏ ଗୁରୁର ଦୋଷକୁ ଚିହ୍ନଟ କଲାଣି, ସିଏ ହିଁ ଗୁରୁ ହବାକୁ ଯୋଗ୍ୟ। ଯୋଉ ଶିଷ୍ୟ ଗୁରୁଙ୍କର ଦୋଷକୁ ତାଙ୍କ ଦୃଷ୍ଟିକୁ ନିଅନ୍ତି, ସେତେବେଳେ ଗୁରୁ ବୁଝି ଯାଆନ୍ତି ଯେ ଇଏ ଗୁରୁ ହବାକୁ ଯୋଗ୍ୟ, ଏବେ ଇଏ ସମ୍ଭାଳି ପାରିବ ଗାଦି, ଆକୁ ଦାୟିତ୍ୱ ଦିଅ। ବୁଝିପାରିଲେ? କାରଣ ଅନ୍ୟାୟର ବିରୋଧ କଲା ପରେ ତାମାନେ ଇଏ ସତ୍ୟର ପୂଜକ, ଏବଂ ଅନେକ ଗୁରୁ ପ୍ରଣାମ ପାଇବେ, ସମ୍ମାନ ପାଇବେ, କିଛି ସମ୍ପତ୍ତି, ଧନ ସମ୍ପତ୍ତି ପାଇବେ, ଏଇ ଆଶାରେ ହଉଛନ୍ତି। ଆକ୍ଚୁଆଲି
ମୁଠି ଶାଗ ଜମିରେ କେହି ବୁଣନ୍ତିନି। ମନକୁ ଉଠେ ସିଏ। ହଁ ତେଣୁ ଗୁରୁ ମୁଠି ଶାଗ, ବୁଝିଲେ କି ନାଇଁ? ସେ ମନକୁ ତିଆରି ହୁଅନ୍ତି, ଆପେ ଉଠି ଯାଆନ୍ତି, ସେ ତାଙ୍କର ସାଧନାରୁ ହୁଏ। ଏବଂ ସେ ଅନ୍ୟମାନଙ୍କ ପରି ବେଶୀ ଆଡା ଚଉଡା ଆଖି ଦୃଶିଆ ହବା ପରି ସେ ବେଶଭୂଷା ହୁଅନ୍ତି ନାହିଁ। ବେଶୀ କିଛି ଯେତିକି ଲିମିଟ, ସୁଖ ବିଳାସ ନିନ୍ଦା ପ୍ରଶଂସା ଲାଭ କ୍ଷତି କିଛି ନଥାଏ ତାଙ୍କର। ଏବଂ ସମସ୍ତଙ୍କୁ ବ୍ରହ୍ମମୟ ଭାବରେ ଦର୍ଶନ କରୁଥାନ୍ତି। ଯେମିତି ଆପଣଙ୍କୁ ଆମେ ଦର୍ଶନ କରୁଛୁ ସେଇ ପରମ ବ୍ରହ୍ମ ପରମ ପିତାଙ୍କ ରୂପରେ। ସେଇଆ ଯଦି ନହବ ଆପଣ ନିଜକୁ ବୁଝିପାରିବେନି। କାରଣ ସବୁରି ଭିତରେ ସେଇ ଜଣେ, ସେ ହଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଏବଂ ସେଇଥିପାଇଁ କୁହାଯାଉଛି ଏଭ୍ରିବଡି ଇଜ ପାର୍ଟ ଅଫ ଗଡ। ସମସ୍ତେ ଈଶ୍ୱରଙ୍କ ଅଂଶ। ଯେହେତୁ ସମସ୍ତେ ଈଶ୍ୱରଙ୍କ ଅଂଶ, ଧରି ନିଆ ହଉ ଆପଣଙ୍କ ତୁଳସୀ ଗଛରୁ ଦିଟା ପତ୍ର ତଳେ ଯଦି ପଡିଥିବ ଆପଣ କୁଦି ପାରିବେ କି? ଯଦି ekଥା ନୁହେଁ ତାହେଲେ ଈଶ୍ୱରଙ୍କର ଅଂଶ ସବୁ ଜୀବକୁ ଆପଣ କେମିତି କାହାକୁ ହତ୍ୟା କରିଦେଲେଣି, କାହା ବିରୁଦ୍ଧରେ କହିଲେଣି କେମିତି? ଆଉ କହୁଛନ୍ତି ମୁଁ ସନାତନୀ, ମୁଁ ସାଧୁ, ଏଇଟା କେମିତି ହବ? ବିରାଡି ପିମ୍ପୁଡି ହାତୀ ଘୋଡା ବାଘ ଭାଲୁ ଅଜଗର ମହୁମାଛି ପର୍ଯ୍ୟନ୍ତ, ବିଛା ପର୍ଯ୍ୟନ୍ତ, ଦୁଷ୍ଟ ମଣିଷ ପର୍ଯ୍ୟନ୍ତ, ମିତ୍ର ମଣିଷ ଶତ୍ରୁ ମଣିଷ ପର୍ଯ୍ୟନ୍ତ ଭାବିବାକୁ ହବ ଯେ ସେଇ ଜଣେ ଅଛି, ମୋ ସାଙ୍ଗେ ଶତ୍ରୁତା କରୁଛି, ସେ ଜଣେ ମୋର କିଛି ମଙ୍ଗଳ ହବା ପାଇଁ। ସବୁ କଥାର ସମାଧାନ ଆପେ ହେଇଗଲା। ଆପଣଙ୍କ ଭିତରେ ଚିନ୍ତା ଆସିବନି, ରିଆକ୍ସନ ହବନି, ମାଇଣ୍ଡ ଷ୍ଟେବଲ କରିକି ରହିବ, ମାନସିକ ସ୍ଥିତି ଆପଣଙ୍କର ଅତି ବିଚକ୍ଷଣ ହବ, ଫୁଲ ପରି ଫୁଟିବ, ବାସିବ, ମହକିବ, ଆପଣ ଆନନ୍ଦମୟ ହେଇକି ରହିବେ। ଗଲା। ଯଦି ଆପଣ ବ୍ୟସ୍ତ ଆଉ ଚିନ୍ତିତ ସେଇ ଘଟଣାକୁ ନେଇକି ହେବେ, ଆପଣ ସମାଧାନ କରିପାରିବେ କି? ବାତ୍ୟା ଆସିବ ସବୁ ଭାଙ୍ଗିଦବ, ଆପଣ ବ୍ୟସ୍ତ ହେଇପାରିବେ, ବନ୍ଦ କରିପାରିବେ କି? ଯଦି ନୁହେଁ ସବୁ ତ ଭାଙ୍ଗିଯିବ, ନିଜେ ସ୍ଥିର ରୁହନ୍ତୁ, କିଛି ତ ରହିବ ନାହିଁ ନା। କିଛି ରହିବ ନାହିଁ ଯଦି ଯାହା ଘଟିଲା ତାହା ବି ରହିବ ନାହିଁ। ବାତ୍ୟାରେ ସବୁ ଉଡେଇ ନେଲା, ତାହା ମଧ୍ୟ ରହିବ ନାହିଁ, ପୁଣି ହେଇଯିବ। ଯାହା ହେଇଯିବ ତାହା ମଧ୍ୟ ରହିବ ନାହିଁ, ପୁଣି ଉଡେଇ ନେଇଯିବ। ଯଦି ଏହା ପ୍ରକ୍ରିୟା, ଏ ପ୍ରକ୍ରିୟାକୁ ମୁଁ ଗ୍ରହଣ କରି ନ ନେଇ କାନ୍ଦୁଛି କାହିଁକି? ଏଇଟା ନା କଥା।